ଆଜି ଦେଖନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆଉ ଗୋଟିଏ ନୂଆ ବଡ଼ ଅପଡ଼େଟ୍ଟି ଆପଣଙ୍କ ପାଇଁ ମୁଁ ଆଣିଅଛି। ଦେଖନ୍ତୁ ଆପଣମାନେ ଜାଣିସାରିଥିବେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁତ ସାରା ହିତାଧିକାରୀ ଏବେ ବର୍ତ୍ତମାନ ସର୍ଭେ ଆରମ୍ଭ କରିସାରିଛନ୍ତି। ଆପଣଙ୍କ ମନରେ ଏହା ଡାଉଟ୍ ଥିବ କି ଆପଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ କି ନାହିଁ। ଯଦି ମିଳିବ ତାହେଲେ କେଉଁମାନଙ୍କୁ ମିଳିବ ଏବଂ କେଉଁମାନଙ୍କୁ କାଟି ଦିଆଯିବ। ଦେଖନ୍ତୁ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ, କେଉଁମାନଙ୍କୁ ମିଳିବ କେଉଁମାନଙ୍କୁ ମିଳିବ ନାହିଁ, ଆଉ କ'ଣ ଭୁଲ ଥିଲେ ସେମାନଙ୍କୁ ମିଳିବ ନା, ଆଉ ଯେଉଁମାନେ ସେଲ୍ଫ ସର୍ଭେ କରୁଛନ୍ତି ସେମାନଙ୍କୁ ଆଗକୁ ଆଉ କ'ଣ କରିବାକୁ ପଡ଼ିବ। ତା ସହିତ ଦେଖନ୍ତୁ ଯେଉଁମାନଙ୍କର ପୁରୁଣା ଘର ରହିଛି ସେମାନଙ୍କୁ ଏହି ଯୋଜନା ଅଧୀନରେ ଘର ମିଳିବ କି ନାହିଁ। ତା ସହିତ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେଟିକୁ କମ୍ପ୍ଲିଟ୍ କରିଦେଇଛନ୍ତି ସେମାନେ ଅନ୍ତୋଦୟ ଗୃହ ଯୋଜନାରେ ଆବେଦନ କରିବେ କି ନାହିଁ। ଆବେଦନ କଲେ ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ମିଳିବ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ, ଏଇଟା ମଧ୍ୟ ଆପଣମାନଙ୍କ ପ୍ରଶ୍ନ ରହିଛି। ତା ସହିତ ଆହୁରି ମଧ୍ୟ ପ୍ରଶ୍ନ ଅଛି ଯେ ଆଗକୁ ଯେଉଁ ଯାଞ୍ଚ ପ୍ରକ୍ରିୟା ହେବ, ମାର୍ଚ୍ଚ 31 ତାରିଖ ପରେ ସର୍ଭେଟି ସରିଯିବ। 31 ପରେ କେଉଁମାନେ ଘରକୁ ଆସିକି ଯାଞ୍ଚ କରିବ, ଯାଞ୍ଚ କଲାବେଳେ ସେମାନେ କ'ଣ କ'ଣ ନୋଟିସ୍ କରିବେ, ସବୁ ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଜଣାଇବି। ତ ଚ୍ୟାନେଲଟିକୁ ଫାର୍ଷ୍ଟ ଟାଇମ୍ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିକି ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍ଟି ନିଶ୍ଚୟ କରନ୍ତୁ। ପ୍ରଥମେ ଆପଣମାନେ ଦେଖନ୍ତୁ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ ଚାଲିଛି। ପ୍ରଥମେ ତ ସେଲ୍ଫ ସର୍ଭେ ଆଉ ନେକ୍ସଟ ଯେଉଁଟା ଅଛି GRS ଆସିକି ଆପଣଙ୍କ ଘରକୁ ସର୍ଭେ କରିଛନ୍ତି। ଦେଖନ୍ତୁ ମୁଁ ଯେଉଁ ପ୍ରଶ୍ନଟି କହିଲି ଆପଣମାନଙ୍କୁ ଘର ମିଳିବ କି ନାହିଁ, ଆଉ ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ଘର ମିଳିବ ନା ଏଥିରୁ ମିଳିବ, ବହୁତ ସାରା ପ୍ରଶ୍ନ ଅଛି ଯେଉଁଟାକି କେଉଁମାନଙ୍କୁ ଘର ମିଳିବ କେଉଁମାନଙ୍କୁ ଆଦୌ ଘର ମିଳିବନି। ଦେଖନ୍ତୁ ମୁଁ ପୁରା ଗୋଟିଏ କରି ଜଣାଉଛି ଆପଣମାନଙ୍କୁ। ଦେଖନ୍ତୁ ମୁଁ ଆପଣମାନଙ୍କୁ କ୍ଲିଅର କହିଦେଉଛି ଯେ ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତେ ଯୋଗ୍ୟ ହିତାଧିକାରୀ ଘର ପାଇପାରିବେ। କାହିଁକି ନା ପୂର୍ବ ସରକାର 6 ଲକ୍ଷ ଘର ଦେଇନାହାନ୍ତି, ଯାହାକି 6 ଲକ୍ଷ ଘର ବର୍ତ୍ତମାନ ସୁଦ୍ଧା ବି ପେଣ୍ଡିଂ ରହିଛି। ସେହି 6 ଲକ୍ଷ ଘର ଦେବେ ଓ ଯେଉଁ ସରକାରଙ୍କ ଦ୍ୱାରା 5 ବର୍ଷ କିମ୍ବା 6 ବର୍ଷକୁ ଯେଉଁ ଘର ଦିଆଯାଉଛି ସେଇଟା ମଧ୍ୟ ଆପଣମାନଙ୍କର କୋଟା ରହିଛି। ଆପଣଙ୍କ 6 ଲକ୍ଷ ଘର ବର୍ତ୍ତମାନ ପେଣ୍ଡିଂ ରହିଛି। ସେଇଥିପାଇଁ ଏଥର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରିବେ। କାହିଁକି ନା ଏଇଥର ଆପଣମାନେ ଘର ପାଇବେ, କାରଣ ଏଥର ଯେଉଁ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘରକୁ ଘର ଯାଇକି ଖୋଜିକି ଆପଣମାନଙ୍କୁ ଘର ଦେବେ। ସେମାନେ ଏଥର ଏହା ସଂକଳ୍ପ କରିଛନ୍ତି। ଯେମିତିକି ସୁଭଦ୍ରା ଯୋଜନାରେ ଖୋଜି ଆପଣମାନଙ୍କୁ ଟଙ୍କା ଦିଆଯାଉଛି, ସେମିତି ହିଁ ଏହି ପ୍ରକାର ହିଁ ଘରରେ ମଧ୍ୟ ହେବ। ସେମିତି ହିଁ ରାସନ କାର୍ଡ଼କୁ ନେଇ ମଧ୍ୟ ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ରାସନ ଦିଆଯିବ। ଯେମିତିକି EKYC ଏବେ ଯେଉଁ କମ୍ପ୍ଲିଟ୍ ହେଲା ସେମାନଙ୍କୁ ନୂଆ ରାସନ କାର୍ଡ଼ ଦେବାକୁ ମଧ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି, ସେମିତି EKYC ଯେମିତିକି ଆପଣମାନଙ୍କୁ କହିଲି ସେମିତି ହିଁ ସୁଭଦ୍ରା ଯୋଜନା ମଧ୍ୟ ଯେଉଁ ଖୋଜି ସରକାର ଯୋଗ୍ୟ ହିତାଧିକାରୀଙ୍କୁ ପଇସା ଦେଉଛନ୍ତି, ସେମିତି ମଧ୍ୟ ଯେଉଁମାନେ ବାକି ରହିଛନ୍ତି 1 to 1ରେ ସେମାନେ କଣ୍ଟାକ୍ଟ କରିକି ସେମାନଙ୍କୁ ମଧ୍ୟ ଏଇଟା ମିଳିପାରିବ ସୁଭଦ୍ରା ଯୋଜନା। ଏହା ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ସେମିତି ହିଁ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣଙ୍କୁ ଘରକୁ ଘର ଆସିକି ଖୋଜିକି ଆପଣମାନଙ୍କୁ ଘର ଦିଆଯିବ। କାହିଁକି ନା ଏହା ଆପଣଙ୍କ ନୂଆ ସରକାର ଯିଏକି ଆକ୍ସନ୍କୁ ନେଇକି ବହୁତ ମାତ୍ରାରେ ସିରିୟସ୍ ଅଛନ୍ତି। ଯେମିତିକି ପୁରୁଣା ସରକାର ଯେମିତି 2-3 ଥର 5-6 ଥର ସରକାରକୁ ଆସିଛନ୍ତି, ଏହି ସରକାର ମଧ୍ୟ ତା'ର ଯେଉଁ ଏଟା ରହିଛି ତା'ର ଲକ୍ଷ୍ୟ ରହିଛି କେମିତି ଆଉ 3-4 ଥର ଆମ ଓଡ଼ିଶାରେ ଆଉ ଥରେ ତା'ର ସରକାର ବନାଇ ରଖିବ ବୋଲି। ସେଥିପାଇଁ ହିଁ ସେ ଏହି ସଂକଳ୍ପଟିକୁ ପୁରା କରିବେ ଆଉ ଯେଉଁ ଯୋଗ୍ୟ ହିତାଧିକାରୀଙ୍କୁ ଘରକୁ ଘର ଯାଇକି ଦେଇପାରିବେ, ଘରକୁ ଘର ଯାଇକି ସର୍ଭେ କରିବେ ଓ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବେ। କାରଣ ଘର ମିଳିବାର 100% ସମ୍ଭାବନା ରହିଛି। କାରଣ କି ଯେଉଁ ପୂର୍ବ ସରକାର ଥିଲା 6 ଲକ୍ଷ ଘରକୁ ପେଣ୍ଡିଂ ରହିଛନ୍ତି, ତ ଏହି ସରକାର ସେହି ପେଣ୍ଡିଂ ରହିଲା ଘରକୁ ଆପ୍ରୁଭ୍ କରିବେ ବୋଲି, ସେଥିପାଇଁ ହିଁ ସମସ୍ତଙ୍କୁ ଘର ମିଳିବ। ତ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେହି 6 ଲକ୍ଷ ଘର ସହିତ ଆହୁରି ମଧ୍ୟ ଘର ଆଡ଼୍ କରିକି ଦିଆଯିବ। ତା ସହିତ କେତୋଟି ପ୍ରଶ୍ନ ଅଛି ଯେଉଁଟାକି ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେଲ୍ଫ ସର୍ଭେ କରିସାରିଛନ୍ତି, ତ ସେମାନଙ୍କୁ ଆଗକୁ କ'ଣ କରିବାକୁ ପଡ଼ିବ। ତ ଦେଖନ୍ତୁ ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେଟିକୁ କମ୍ପ୍ଲିଟ୍ କରିଦେଇ ସାରିଛନ୍ତି, ଆପଣ ସେଲ୍ଫ ସର୍ଭେ ମଧ୍ୟ କରିଥାନ୍ତୁ ନା ଅଧିକାରୀ ସର୍ଭେ ମଧ୍ୟ କରିଥାନ୍ତୁ। ତ ଆପଣ ଯେଉଁ 2ଟା ସର୍ଭେ କରିଛନ୍ତି ତ ସେଥିରେ ମଧ୍ୟ ଆପଣଙ୍କୁ ଘରକୁ ଆସିକି ସେମାନେ ଯାଞ୍ଚ କରିବେ। GRS, PO, JE ଏମାନେ ସରପଞ୍ଚ ଏମାନେ ସମସ୍ତେ ଆସିକି ଯାଞ୍ଚ କରିବେ ଆଉ ଆପଣଙ୍କ ଯୋଗ୍ୟ କି ନାହିଁ ସେଥିରେ ସେମାନେ ଚେକ୍ କରିକି ଆପଣଙ୍କୁ ଘର ଦେବେ। କ'ଣ ସବୁ ଯାଞ୍ଚ କରିବେ, ଯେଉଁଟାକି ହେଉଛି ଆପଣଙ୍କ କଚ୍ଚା ଘର ରହିଛି ନା ଛାତ ଘର ରହିଛି, ଆପଣଙ୍କ ଘରେ ରାସନ କାର୍ଡ଼ ଅଛି କି ନାହିଁ, କି ଆପଣମାନେ ଅଲଗା ରହୁଛନ୍ତି, କି ଆପଣଙ୍କ ଜଏଣ୍ଟ ଫ୍ୟାମିଲି ରହିଛି,
ଆପଣଙ୍କ ଜବ୍ କାର୍ଡ଼ ଅଛି କି ନାହିଁ, ସବୁକିଛି ଯାହାକି ସେମାନେ ଚେକ୍ କରିବେ। ନେକ୍ସଟ ପ୍ରଶ୍ନ ଆପଣମାନଙ୍କଟି ରହିଥିଲା, ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେଟିକୁ କମ୍ପ୍ଲିଟ୍ କରିଦେଇ ସାରିଛନ୍ତି ତ ସେମାନେ ଅନ୍ତର୍ଦୟ ଗୃହ ଯୋଜନାରେ ଆପ୍ଲାଏ କରିପାରିବେ କି ନାହିଁ ବୋଲି। ତ ଦେଖନ୍ତୁ, ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପ୍ଲାଏ କରିଦେଇ ସାରିଛନ୍ତି ତ ଆପଣଙ୍କୁ ଅନ୍ତର୍ଦୟ ଗୃହ ଯୋଜନାରେ ଆପ୍ଲାଏ କରିବାକୁ ପଡ଼ିବ ନାହିଁ। ତ ମୁଁ କହିଦେଉଛି କି ଆପଣମାନେ 100% ଏଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଥରେ ଘର ପାଇପାରିବେ, କିନ୍ତୁ ଆପଣମାନେ ଯୋଗ୍ୟ ହୋଇଥିବା ଦରକାର। ଯଦି ଆପଣମାନଙ୍କୁ ବିଶ୍ୱାସ ହେଉନାହିଁ ତ ଆପଣମାନେ ଅନ୍ତର୍ଦୟ ଗୃହ ଯୋଜନାରେ ମଧ୍ୟ ଆପ୍ଲାଏ କରିପାରିବେ। ତ ଆମ ଯେଉଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅନ୍ତର୍ଦୟ ଗୃହ ଯୋଜନାକୁ ମାର୍ଚ୍ଚ 30 ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି। ମାର୍ଚ୍ଚ 30 ତାରିଖ ପରେ ଶୁଭାରମ୍ଭ ହୋଇସାରିଲା ପରେ ଏହାର ଯେଉଁ ଫର୍ମଟି କେଉଁ ମାଧ୍ୟମରେ ଅନଲାଇନ୍ କରାଯିବ ତାହା ସବୁ ପ୍ରୋସେସଟି ଚାଲିବ, କିମ୍ବା ଯଦି ଅଫଲାଇନ୍ ହୁଏ ତ ଆପଣମାନେ ଆପଣଙ୍କ ପଞ୍ଚାୟତ ଥ୍ରୋରୁ କିମ୍ବା ବ୍ଲକ ଥ୍ରୋରୁ ଆପ୍ଲାଏ କରିପାରିବେ। ଦେଖନ୍ତୁ, କେଉଁମାନେ ଆପ୍ଲାଏ କରିପାରିବେ ଏହା ଆପଣଙ୍କ ପୂର୍ବରେ କହିଛି କି ଯେଉଁମାନଙ୍କ ଘର ଭାଙ୍ଗି ଯାଇଥିବ, କିମ୍ବା ଆପଣଙ୍କ ଘର ପୋଡ଼ି ଯାଇଥିବ, କିମ୍ବା ବାତ୍ୟା କିମ୍ବା ବନ୍ୟାରେ ଆପଣଙ୍କ ଘରଟି ନଷ୍ଟ ହୋଇଯାଇଥିବ, କିମ୍ବା ଆପଣଙ୍କ ଘରକୁ ହାତୀ ମାଡ଼ି ଦେଇଥିବେ, ଯାହାକି ଆପଣମାନେ ଏହି ଅନ୍ତର୍ଦୟ ଗୃହ ଯୋଜନାରେ ଆବେଦନ କରିକି ଗୋଟେ ଗୋଟେ ଘରଟି ପାଇପାରିବେ। ତା ସହିତ ଆଉ କେଉଁମାନେ ଆପ୍ଲାଏ କରିପାରିବେ ଦେଖନ୍ତୁ, ଯେଉଁମାନେ ଭିନ୍ନକ୍ଷମ ହୋଇଥିବେ, ତା ସହିତ ଯେଉଁମାନେ ବିଧବା ହୋଇଥିବେ, ଯେଉଁମାନଙ୍କ ଶହୀଦ ପରିବାର ମଧ୍ୟ ସେମାନେ ଲାଭ ପାଇପାରିବେ। ତା ସହିତ ଯେଉଁମାନେ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ସେଥିପାଇଁ ଆପଣମାନଙ୍କୁ ଯେଉଁ ବ୍ଲକ ରହିଛି ବା ଆପଣଙ୍କ ଯେଉଁ ପଞ୍ଚାୟତ ରହିଛି ସେ ଜାଗାକୁ ଯାଇକି ଆପଣମାନେ ଆପ୍ଲାଏ କରିପାରିବେ। ନେକ୍ସଟ ପ୍ରଶ୍ନ ଆପଣମାନଙ୍କ ରହିଛି କି ଯେଉଁମାନଙ୍କ ପୁରୁଣା ଘର ରହିଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ କି ନାହିଁ ବୋଲି। ଦେଖନ୍ତୁ, ଯେଉଁମାନେ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇସାରିଛନ୍ତି ଓ ସେମାନଙ୍କ ଘର ଠିକ୍ ଠାକ୍ ଅଛି, ମାନେ ଛାତ ଠିକ୍ ଅଛି, ଘର କାନ୍ଥ ଠିକ୍ ଅଛି, ଇତ୍ୟାଦି ସବୁ ଠିକ୍ ଅଛି, ତ ସେମାନେ ଆଉ ପାଇପାରିବେ ନାହିଁ। ଯଦି ଆପଣଙ୍କ କାନ୍ଥ ଭାଙ୍ଗି ଯାଇଥିବ, ଆପଣଙ୍କ ଛାତ ଭାଙ୍ଗି ଯାଇଥିବ, କିମ୍ବା ଆପଣ ଗୋଟେ ଚାଳ ଘରେ ରହିଥିବେ, କିମ୍ବା ଅନ୍ୟାନ୍ୟ ଅସୁବିଧା ହେଉଥିବ ଘରକୁ ନେଇ, ତ ତାହେଲେ ଆପଣ ଏହି ଯୋଜନାରେ ଘର ପାଇପାରିବେ। ତ ଏହା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିୟମ। କିନ୍ତୁ ଅନ୍ତର୍ଦୟ ଗୃହ ଯୋଜନାରେ ତା'ର ଗୋଟିଏ ଅଲଗା ନିୟମ ଅଛି। ଏଠାରେ ସିଧାସଳଖ କୁହାଯାଇଛି ଯେ ଯେଉଁମାନଙ୍କ ଘର 25ରୁ 30 ବର୍ଷ ହୋଇଯାଉଛି ତ ସେମାନେ ଯେଉଁ 30 ବର୍ଷ ହୋଇଯାଇଛି ତ ସେମାନେ ଅନ୍ତର୍ଦୟ ଗୃହ ଯୋଜନାରେ ଘର ପାଇପାରିବେ। ତ ଲାଷ୍ଟ କ୍ୱେଶ୍ଚିନ୍ଟି ରହିଛି କି କେଉଁମାନଙ୍କୁ ଆଦୌ ଘର ମିଳିବ ନାହିଁ। ଦେଖନ୍ତୁ, ଏମିତି ଏକ 3ଟା କ୍ୟାଟେଗୋରୀ ଅଛି ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ମିଳିବନି କି ଅନ୍ତର୍ଦୟ ଗୃହ ଯୋଜନାରେ ମଧ୍ୟ ଘର ମିଳିବନି। ତ ଦେଖନ୍ତୁ, ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ତ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ମିଳିବନି କି ଅନ୍ତର୍ଦୟ ଗୃହ ଯୋଜନାରେ ମଧ୍ୟ ଘର ମିଳିବ ନାହିଁ। ତା ସହିତ ଆଉ କେଉଁମାନଙ୍କୁ ମିଳିବନି, ଯେଉଁମାନେ କି ସରକାରୀ ଚାକିରି କରୁଥିବେ। ଆପଣମାନେ ଯଦି ସରକାରୀ ଚାକିରିଆ ହୋଇଥିବ ତାହେଲେ ଆପଣମାନଙ୍କୁ ଘର ମିଳିବ ନାହିଁ। ତା ସହିତ ଆଉ କେଉଁମାନଙ୍କୁ ମିଳିବନି, ଯେଉଁମାନଙ୍କର କି 5 ଏକରରୁ ଅଧିକ ଜମି ରହିଛି ସେମାନଙ୍କୁ ମଧ୍ୟ ଏହି ଯୋଜନା ଅଧୀନରେ ଲାଭ ମିଳିବ ନାହିଁ। ଏବଂ ଯେଉଁମାନଙ୍କ ବିଲ୍ଡିଂ ଘର ରହିଛି ସେମାନଙ୍କୁ ମଧ୍ୟ, ଆପଣମାନଙ୍କୁ ଯଦି ବିଲ୍ଡିଂ ଘର ଅଛି ତ ଆପଣମାନଙ୍କୁ ମଧ୍ୟ ଘର ମିଳିବ ନାହିଁ। ଓ ଆପଣଙ୍କ ପାଖରେ ଯଦି 4 ଚକିଆ ଗାଡ଼ି ଅଛି ତାହେଲେ ମଧ୍ୟ ଆପଣ ଏହି ଯୋଜନାରେ ଘର ପାଇପାରିବେ ନାହିଁ। ତ ଏହି ସବୁ ଜିନିଷ ଥିଲେ ଯାହାକି ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟି ପାଇପାରିବେ ନାହିଁ। ତ ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରନ୍ତୁ, ଆଉ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କୁ ଲେଟେଷ୍ଟ ଯେକୌଣସି ସରକାରଙ୍କ ତରଫରୁ ଆସିଲା ଅପଡ଼େଟ୍ ମୁଁ ଆପଣଙ୍କ ପାଖରେ ଜଣାଇବି। ରହିଲି, ଧନ୍ୟବାଦ। ତ ଆପଣଙ୍କ ମନରେ ଯଦି କୌଣସି କ୍ୱେଶ୍ଚିନ୍ ଆଉ ଡାଉଟ୍ ରହିଛି ତାହେଲେ କମେଣ୍ଟ କରନ୍ତୁ, ମୁଁ ତାହାକୁ ନେକ୍ସଟ ଭିଡ଼ିଓରେ ଆପଣଙ୍କ ସହିତ ଡିସ୍କସ୍ କରିବି।